କୋଲକାତାରେ ଆଉ ଜଣେ ଏଚ୍ଏମ୍ପିଭି ଆକ୍ରାନ୍ତଙ୍କ ସଂଖ୍ୟା 4କୁ ବୃଦ୍ଧି। ହେଲୋ ପ୍ୟାନ୍ ନମସ୍କାର, ଶୁଭ ସକାଳ। ଆପଣ ହିନ୍ଦୁ ରାଜେଶ ଆଜି 7 ଜାନୁଆରୀ ଚାଲନ୍ତୁ ଜାଣିନେବା ଆଜି ଟପ୍ ନ୍ୟୁଜ୍। ଗୁଜରାଟ ବେଙ୍ଗାଲୁରୁ ଏଚ୍ଏମ୍ପିଭି ଭାଇରସ୍ ଚିହ୍ନଟ ହେବା ପରେ କୋଲକାତାରେ ଆଉ ଏକ ମାମଲା। 6 ମାସର ଶିଶୁ ଶରୀରରେ ଏଚ୍ଏମ୍ପିଭି ଭାଇରସ୍ ଚିହ୍ନଟ ହୋଇଛି। ତେବେ ଶିଶୁଟି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଏବେ ସୁସ୍ଥ ଅଛି। ଏହାକୁ ମିଶାଇ ଭାରତରେ ସମୁଦାୟ 4ଟି ଏଚ୍ଏମ୍ପିଭି ମାମଲା ଚିହ୍ନଟ ହୋଇଛି। ଗତ ଡିସେମ୍ବର ମାସରେ ଶିଶୁଟି ତାଙ୍କ ପିତାମାତାଙ୍କ ସହ ମୁମ୍ବାଇରୁ କୋଲକାତା ଆସିଥିଲେ। ପିଲାଟିର ଘର ମଧ୍ୟ କୋଲକାତାର ଯାଜପୁର ଅଞ୍ଚଳରେ। ପିଲାଟିର ବାପା ମା କାମ ପାଇଁ ମୁମ୍ବାଇରେ ରହୁଥିଲେ। ବିମାନରୁ ଓହ୍ଲାଇବା ପରେ ଶିଶୁଟିର ଶାରୀରିକ ଅବସ୍ଥା ବିଗିଡ଼ି ଯାଇଥିଲା। ଶିଶୁଟିକୁ ଜ୍ୱର ହୋଇଥିଲା ବୋଲି ଡାକ୍ତର କହିଛନ୍ତି। ବାନ୍ତି ହେବା, ପେଟ ଖରାପ ହେବା ଓ ପରବର୍ତ୍ତୀ ସମୟରେ ଶ୍ୱାସକ୍ରିୟାରେ କଷ୍ଟ ହେବା ଭଳି ସମସ୍ୟା ଦେଖାଯାଇଥିଲା। ଏହି ଅବସ୍ଥାରେ ଶିଶୁକୁ ରୋଗ ବିଶେଷଜ୍ଞ ପାଖକୁ ନିଆଯାଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦିଆଯାଇଥିଲା। ପ୍ରଥମେ ଶିଶୁଟିର ତଦାରଖ କରାଯାଇଥିଲା, କିନ୍ତୁ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେସନରେ ରଖାଯାଇଥିଲା। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଏହିଭଳି ସର୍ବପ୍ରଥମେ ଟପ୍ ନ୍ୟୁଜ୍ ଜାଣିପାରିବେ।